ମୁଁ ଚିନ୍ମୟୀ କହୁନି। ଆପଣମାନେ ଯାହାକୁ ପରିବେଶ କହିଥାନ୍ତି ସେଇ ପରିବେଶର ଆତ୍ମା କହୁଛି। ବୃକ୍ଷଟିଏ ମୁଁ କରୁଅଛି ଆକୁଳ ନିବେଦନ ସଜାଡ଼ିବା ପାଇଁ ମୋ ପରିବାରକୁ। ତୁଳସୀ ଚଉରା ଠାରୁ ଆରମ୍ଭ କରି ବିରାଟ ବଟବୃକ୍ଷ ଯାଏ ସମସ୍ତେ ମୋର ଆତ୍ମୀୟ ସ୍ୱଜନ। ଆପଣଙ୍କର ପରିବାର ଭଳି ଆମେମାନେ ମଧ୍ୟ ଏକ ପରିବାର। ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ, ଉପଭୋଗ କରିବା ପାଇଁ, ତାରି ଗର୍ଭରେ ଭାସିଯିବା ପାଇଁ ସମସ୍ତଙ୍କର ଭାରି ଇଚ୍ଛା। କିନ୍ତୁ ବୃକ୍ଷଟିଏ ଲଗାଇ ସୁନ୍ଦର ପ୍ରକୃତିକୁ ଗଢ଼ିବାକୁ ବୋଧେ ଅଳ୍ପ କେହି ଚାହାନ୍ତି। ମୋ ଠାରୁ ସୃଷ୍ଟି ହୁଏ ବଣ ଜଙ୍ଗଲ। ଏଥିପାଇଁ ମୋ ପରିବାର ଆଜି ବିପଦଗାମୀ ହୋଇପଡ଼ିଛି। ଦୁଃଖ ତ ବହୁତ। ହୃଦୟ ଫାଟିଲା ଭଳି ମୋର ଚିତ୍କାରକୁ କିଏ ବା ଶୁଣିବ? ଘରର ଚାକର ଠିକ୍ରେ କାମ ନ କଲେ ତାକୁ ଯେମିତି ଗାଳି ମାଡ଼ ଖାଇବାକୁ ପଡ଼େ, ଠିକ୍ ସେପରି ମୁଁ ଯଦି କେବେ ଫଳର ପରିମାଣ କମ୍ କରିଥାଏ, ମୋତେ କେବଳ ମାଡ଼ କି ଗାଳି ନୁହେଁ, ପୁରା କାଟି ଦିଅନ୍ତି। ଥରେ ହେଲେ କେହି ଭାବନ୍ତିନି ଯେ ମୋ ପରିବାରରୁ କିଏ ଜଣେ ନଷ୍ଟ ହୋଇଯାଉଛି। ମୋ ଭଳି ଗଛଟିଏ ପାଇଁ ଏ ପ୍ରକୃତି ସୌନ୍ଦର୍ଯ୍ୟମୟ।